ହଜାରେ ଭିଡ଼ରେ ପୁରୁଣା ମୋଡ଼ରେ ଦୋ ଦୋ ଚିହ୍ନା ଲାଗୁଛି ବୋଧେ ଚେହେରା ମୋର ଏଇ ନା ନିଜର ଲାଗ ଏତେ ପୁଣି ନା ଦୂରେଇ ଯାଅ କୋଉଠୁ ଶିଖିଲ ଏମିତିକା କଳା ମତେ ବି ଶିଖେଇ ଦିଅ କାନରେ କୁହନା କାହିଁକି ଏତେ ଏ ମୌନ ମେଘରେ ଓଦା ଲାଗେ ଓଦା ଲାଗେ ଓଦା ଲାଗେ। ଏଇଟା ଓଡ଼ିଶାବାସୀଙ୍କ ଆଶୀର୍ବାଦ ଭଲ ପାଇବା କ୍ୟାରିୟର ଆରମ୍ଭରୁ ହିଁ ମୋତେ ବହୁତ ଭଲ ପାଇବା ଦେଇ ଆସିଛନ୍ତି ଆଉ ସେଟା କହିଛି ଯେ ଏଇଟା ଗୋଟେ ରେସ୍ପନ୍ସିବିଲିଟି ମୋର ଓଡ଼ିଶାବାସୀଙ୍କ ପାଇଁ ଗୋଟେ ଭଲ ଫିଲ୍ମ ତିଆରି କରିବା ଯେଉଁଥିପାଇଁ ପ୍ରଡକ୍ସନ୍ ହାଉସ୍ ଆରମ୍ଭ କଲି ଆଉ ମିଡନାଇଟ୍ ଶୋ ଗୋଟେ ଏକ୍ସପେରିମେଣ୍ଟାଲ ବେସିସ୍ରେ ଆମେ ଆରମ୍ଭ କରିଥିଲୁ ସେଟାକୁ ବି ବହୁତ ଭଲ ପାଇବା ଦେଲେ ରାତି 12ରୁ 3 ଶୋକୁ ହାଉସଫୁଲ୍ କରାଇଲେ ଏବଂ ବୁକ୍ ମାଇ ଶୋରେ ଟ୍ରେଣ୍ଡିଂ ଅଛି 10,000 11,000 ଟିକେଟ୍ ବୁକ୍ ହେଇସାରିଲାଣି ଫିଲ୍ମକୁ ବହୁତ ମାତ୍ରାରେ ଭଲ ରିଭ୍ୟୁଜ୍ ଆସୁଛି ଭଲ ପାଇବା ଦେଉଛନ୍ତି ଦର୍ଶକମାନେ ଜଗଦୀଶ ଭାଇ ଏଇଟା ତାଙ୍କ ପ୍ରଥମ ଫିଚର ଫିଲ୍ମ ତ ବହୁତ ବଡ଼ ଏନକରେଜମେଣ୍ଟ ଏଇଟା ବହୁତ ନୂଆ ନୂଆ ଟ୍ୟାଲେଣ୍ଟ ଆହୁରି ଆସିବା ଦରକାର ଏମିତି ନୂଆ ଟେକ୍ନିସିଆନ୍ ମାନେ କାମ କରିବା ଦରକାର ଆହୁରି ଭଲ ଭଲ ଫିଲ୍ମ ହଉ ବହୁତ ବଡ଼ ଏନକରେଜମେଣ୍ଟ ଏଇଟା ଆମ ତ ରଜ ମାହୋଲରେ ଯେଉଁଭଳି ଭାବରେ ଅନ୍ୟ ସିନେମା ବି ଅଛି କମ୍ପିଟିସନ୍ ପାଇଁ ସମସ୍ତେ ଚାହାନ୍ତି କିନ୍ତୁ ତା ଭିତରେ ଲୋକ ଯେଉଁମାନେ ଏବେ ଯେ ରିଭ୍ୟୁ ଦେଉଛନ୍ତି ସମସ୍ତେ କହୁଛନ୍ତି ବୋଉ ଅଛନ୍ତି ବୁଟୁ ଅଛନ୍ତି କିନ୍ତୁ ଭୂତକୁ ଲୋକ ଟିକେ ମିସ୍ କରୁଛନ୍ତି ଭୂତ ଅଛି ଫିଲ୍ମରେ ଭୂତକୁ ଖୋଜନ୍ତୁ ଭୂତକୁ ପାଇବେ ନିଶ୍ଚୟ ଯେମିତି ମୁଁ ଆମ ପ୍ରମୋସନାଲ ବାଇଟ୍ରେ କହୁଥିଲି କଣ୍ଟା କାହାର ଖୋଜିଲେ ଆପଣ ଜାଣିପାରିବେ ଭୂତ ବଜେଟ୍ର କମ୍ ରହିଲା ଯେଉଁଥିପାଇଁ ଭୂତକୁ ଏଷ୍ଟାବ୍ଲିଶ୍ ବଜେଟ୍ ପୁରା ଭରପୁର ବଜେଟ୍ ଏଇ ଫିଲ୍ମରେ ଦିଆହେଇଛି ଆଉ ଖାଲି ଏଇଟା ଭୂତ ଫିଲ୍ମ କହିହେବନି ଏଇଟା ଗୋଟେ ଇମୋସନାଲ ଜର୍ଣ୍ଣି ଗୋଟେ ଫିଲ୍ମଟି ଆଉ ମା ପୁଅର ଗୋଟେ କାହାଣୀ ଅଛି ରୋମାଣ୍ଟିକ୍ ଟ୍ରାକ୍ ଅଛି ଆଉ ଗୋଟେ ଫୋକ୍ଲୋର୍ ସବଜେକ୍ଟ ଏଇଟା କହିହେବ ବହୁତ ସୁନ୍ଦର କାହାଣୀଟେ ଇମ୍ରାନ ଏଇଟା ବହୁତ 2 ବର୍ଷ ହେଲାଣି କାହାଣୀରେ ଲାଗିଥିଲେ ଆଉ ଜଗଦୀଶ ଭାଇ ପୁରା ଫୁଲ୍ ଜଷ୍ଟିସ୍ ଦେଇଛନ୍ତି ଗୌରବ ବି ବଢ଼ିଆ କାମ କରିଛନ୍ତି ଆମ ସାଉଣ୍ଡ କାମ କରିଛନ୍ତି ହରର ଫିଲ୍ମରେ ସାଉଣ୍ଡର ବହୁତ ଇମ୍ପୋର୍ଟାନ୍ସ ଥାଏ ତୁଷାର ବହୁତ ସୁନ୍ଦର ସାଉଣ୍ଡ କରିଛନ୍ତି ଅଭିଷେକ ବହୁତ ହି ୟଙ୍ଗ ଟ୍ୟାଲେଣ୍ଟ ଜଣେ ଯିଏ BGM କରିଛନ୍ତି ଏଥିରେ ସୋ ବହୁତ ସୁନ୍ଦର ଟେକ୍ନିକାଲ ଟିମ୍ ଆମେ ନେଇକି ଫିଲ୍ମଟି ତିଆରି କରୁଛୁ ନ୍ୟୁ ଏଜ୍ ସିନେମାରେ ଆଉ ହିରୋ ହିରୋଇନ୍ ଏଇ ଶବ୍ଦ ୟୁଜ୍ ହୁଏନି ଫିଲ୍ମର ସ୍କ୍ରିପ୍ଟ ହେଉଛି ହିରୋ ଆଉ ଆମେ ସବୁ ହେଲୁ କ୍ୟାରେକ୍ଟର ଏଇ ଫିଲ୍ମଟି ଦେଖିଲେ ଆପଣ ସେଇଟା ଫିଲ୍ ବି କରିବେ ଏଇଥିରେ ମେନ୍ କ୍ୟାରେକ୍ଟର ଅପରାଜିତା ମହାନ୍ତି ଦେଇଛନ୍ତି ଆଉ ତାଙ୍କ ଆକ୍ଟିଂକୁ ବହୁତ ଭଲ ପାଇବା ମିଳୁଛି ତ ଅପରାଜିତା ମହାନ୍ତି ଯିଏ ଆସିନାହାନ୍ତି କିନ୍ତୁ ଯେଉଁ ଗୀତଟା ଗାଇଥିଲେ ଆପଣ ଟିକେ ସେ ଗୀତଟା ଗାଇଲେ ସମସ୍ତେ ସେ ଗୀତଟି ମୋର ମନେ ନାହିଁ କିନ୍ତୁ ବହୁତ ସୁନ୍ଦର ମାମା ଗାଇଛି କାହିଁକିନା ମୁଁ ପିଲାବେଳୁ ଗୀତ ଶିଖିଛି ମାମା ପାଇଁ ସିଏ ହିଁ ମୋତେ ଗୀତ ଶିଖେଇଛି ଆଉ ମୋତେ ମ୍ୟୁଜିକ୍ ଲାଇନ୍ରେ ଜବରଦସ୍ତି ପୁରେଇବା ଲୋକ ବି ମାମା ଆଉ ପାପା ମାମା ବହୁତ ସୁନ୍ଦର ଗୀତ ଗାଏ ସେ ଗୀତ ଶିଖୁଥିଲା ବି କିନ୍ତୁ ଛାଡ଼ିଦେଲା ମଝିରେ ଗୀତ ମୁଁ ଜବରଦସ୍ତି କରିକି ମାମାକୁ ଗୀତ ଗୁଆ କରେଇଲି ଏ ଫିଲ୍ମରେ କାହିଁକିନା ଥିମ୍ ମ୍ୟୁଜିକ୍ଟା ଦରକାର ହେଉଥିଲା ଯେ ମାମା ତା ନିଜ ଭଏସ୍ରେ ଗାଉ ବୋଲି ରିଲ୍ ଆଉ ରିଅଲ୍ ଲାଇଫ୍ରେ ଯେଉଁ ଆକ୍ଟିଂ ଆପଣ 2 ଜଣ କରିଛନ୍ତି ବାପ ତାହେଲେ ଆପଣ କହୁଛନ୍ତି ଭୂତ ଅପେକ୍ଷା ଆପଣ 2 ଜଣଙ୍କର ଇମୋସନ୍ ଆଟାଚମେଣ୍ଟ ଯେଉଁ ରହିଛି ରିଅଲ୍ ଲାଇଫ୍ରେ ସେଇଟାକୁ ଦେଖିବା ପାଇଁ ଲୋକ ଆସିବେ ଏଇଟା ଗୋଟେ ଫୋକ୍ଲୋର୍ ସବଜେକ୍ଟ ଯେଉଁଥିରେ ହରର ଏଲିମେଣ୍ଟସ୍ ବହୁତ ଅଛି ଏଥିରେ ଜର୍ଣ୍ଣି ଇମୋସନାଲ୍ ଜର୍ଣ୍ଣି ବି ଗୋଟେ ବହୁତ ସୁନ୍ଦର ଅଛି ଏଥିରେ ଅନିଶାଙ୍କର ଗୋଟେ ବଢ଼ିଆ ଗେଷ୍ଟ ଅପିୟରାନ୍ସ ଅଛି KK ଭାଇ ବି ଅଛନ୍ତି ବହୁତ ଭଲ ଭଲ ଆର୍ଟିଷ୍ଟମାନଙ୍କର ଭଲ ଭଲ ପରଫର୍ମାନ୍ସ ଆପଣ ପାଇବେ ଆଉ ଜଗନ୍ନାଥ ସେଠ ବି ଜଣେ ଅଛନ୍ତି ତାଙ୍କର ବି ଗୋଟେ ବହୁତ ସୁନ୍ଦର ପରଫର୍ମାନ୍ସ ଏଥିରେ ଅଛି ଆଉ ଆପଣଙ୍କୁ ବି ହ୍ୟାପି ବର୍ଥଡେ ଆପଣ ଦେଖିଲା ପରେ ଲାଗୁଛି କି ଆଉ ଟିକେ ବେଟର୍ ହେଇପାରିଥାନ୍ତା କାରଣ ବାବୁସାନଙ୍କ ଉପରେ ସବୁବେଳେ ଦର୍ଶକମାନଙ୍କର ଏକ୍ସପେକ୍ଟେସନ୍ ପୁରା ହାଇ ଲେଭେଲରେ ଥାଏ ମୁଁ ସେଇଟା କହିଲି ମୁଁ ପୂର୍ବରୁ କହିଲି ଯେ ସେଇଟା ସେଇଥିପାଇଁ ମୋ ଉପରେ ଗୋଟେ ରେସ୍ପନ୍ସିବିଲିଟି to deliver a good performance and give a good subject to the people of Odisha. तो आपण जो गीत गाइछन से गीत बटे ऊपर हजारे भिड़रे पुरुणा मोड़रे दो दो चिन्ह लागुछि बोधे चेहरा मोर एई ना निजर लाग एते पुणी ना दूरेई जाओ कोठू शिखिल एमितिका कला मते भी शिखेई दियो
କାନରେ କୁହନା କାହିଁକି ଏତେ ଏ ମୌନ ମେଘରେ ଓଦା ଲାଗେ ଓଦା ଲାଗେ ଓଦା ଲାଗେ। Thank you so much. Thank you.